ଗୋଟିଏ ପରେ ଗୋଟିଏ ସଙ୍କେତ କୁହାଯାଉଛି ଅଶୁଭ ସଙ୍କେତ ବୋଲି। ଆଗକୁ କିଛି ବଡ଼ ବିପତ୍ତି ମାଡ଼ି ଆସିବ କି? ଏବେ ତ ସାରା ବିଶ୍ୱରେ ଯୁଦ୍ଧର ବିପତ୍ତି ଦେଖାଦେଇଛି। ତା ଭିତରେ ସଙ୍କେତ ଲୋକଙ୍କୁ ଭୟଭୀତ କଲାଣି। ଲଗାତାର 2 ଦିନ ଧରି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିଥିବାର ଦେଖିବାକୁ ମିଳିଥିଲା। ଆଉ ଏବେ ଶ୍ରୀମନ୍ଦିର ନୀଳଚକ୍ର ସହ ସଂଯୋଗ ହୋଇ ରହୁଥିବା ମାନସିକ ବାନା ଛିଡ଼ିଗଲା, ଯାହାକୁ ନେଇ ଅନେକ ପ୍ରଶ୍ନ ଓ ଆଶଙ୍କା ସୃଷ୍ଟି ହୋଇଛି ଶ୍ରଦ୍ଧାଳୁଙ୍କ ଭିତରେ। ଏହା ଶୁଭ ସଙ୍କେତ ନା ଅଶୁଭ ସଙ୍କେତ, ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଚୁନେରା ସେବକମାନେ ପ୍ରତିଦିନ ବାନା ପରିବର୍ତ୍ତନ କରିଥାନ୍ତି। ବୁଧବାର ଦିନ ଅପରାହ୍ନ ସମୟରେ ଶ୍ରୀମନ୍ଦିର ନୀଳଚକ୍ରରେ ବାନା ପରିବର୍ତ୍ତନ କରୁଥିବା ବେଳେ ମାନସିକ ବାନା ନୀଳଚକ୍ରରୁ ଛିଡ଼ି ଯାଇଥିଲା। କେହି କେହି ଏହାକୁ ଅଶୁଭ ସଙ୍କେତ କହୁଥିବା ବେଳେ ଆଉ କିଛି ଲୋକ ଜୋର ପବନ ଯୋଗୁଁ ଏହା ଛିଡ଼ି ଯାଇଥିବା କହୁଛନ୍ତି। ଅନେକ କୁହନ୍ତି ଏସବୁ ଅନ୍ଧବିଶ୍ୱାସ, ଏଥିରେ କିଛି ହେବ ନାହିଁ। ସତରେ ସବୁକିଛି ସେହି ବିଶ୍ୱାସର କଥା। ଯାହା କରିବ ସେ କାଳିଆ ଠାକୁର।